ଆଚ୍ଛା ବର୍ଷକୁ 2 ଲକ୍ଷ। ହଁ ଚାଷୀ ଭାଇ, ଏମିତି ଗୋଟେ ଚାଷ ଯାହା 25 ବର୍ଷ ପର୍ଯ୍ୟନ୍ତ ଆପଣଙ୍କୁ ଇନକମ୍ ଦେଇପାରେ। ଆଉ ଏହା ପାଇଁ ସରକାର ଦେଉଛନ୍ତି ସବସିଡ଼ି। କମ୍ପାନୀ ନିଜେ ଆସି ଫଳ ନେଇଯାଉଛି ଏବଂ ଦିନକୁ ଦିନ ଏହାର ଡିମାଣ୍ଡ ବଢ଼ୁଛି। କିନ୍ତୁ ସବୁ ଲୋକ ଏହି ଚାଷ କରିପାରିବେ କି? କେତେ ବର୍ଷ ପରେ ଇନକମ୍ ଆସେ, କେତେ ଖର୍ଚ୍ଚ ଓ କେତେ ଲାଭ ଆପଣଙ୍କ ଏଠି ପାଇବେ? ଆଜିର ଭିଡ଼ିଓରେ ଆମେ ଅଏଲ୍ ପାମ୍ ଚାଷର ପୁରା ସତ୍ୟ ଜାଣିବା। ତେଣୁ ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ନିଶ୍ଚିତ ଦେଖନ୍ତୁ। ଅଏଲ୍ ପାମ୍ ହେଉଛି ଏମିତି ଗଛ, ଏହାର ଫୁଲ ଫଳ ଆପଣଙ୍କର ସବୁଥିରୁ ଆପଣଙ୍କୁ ଏଟା ଲାଭ ଦେଇଥାଏ। ଆମେ ଦିନକୁ ଯେ କୁକିଂ ଅଏଲ୍ ବ୍ୟବହାର କରୁଛେ, ତା'ର ବଡ଼ ଅଂଶ ଅଏଲ୍ ପାମ୍ ବା ପାମ୍ ଅଏଲ୍ରୁ ଆସୁଛି। ଏହି ଗଛ 25 ବର୍ଷ ପର୍ଯ୍ୟନ୍ତ ଫଳ ଦେଇଥାଏ। ଏକର ପିଛା ଭଲ ଇନକମ୍ ଦେଇପାରେ ଏବଂ ଏବେ ଓଡ଼ିଶାରେ ବହୁତ ପ୍ରମୋଟ ହେଉଛି। ଭାରତ ପ୍ରତିବର୍ଷ ବିଦେଶରୁ ବହୁତ ଅଏଲ୍ ଇମ୍ପୋର୍ଟ କରୁଛି। ତେଣୁ ସରକାର ଚାହୁଁଛନ୍ତି ଦେଶରେ ପାମ୍ ଅଏଲ୍ ଚାଷ ବଢ଼ାଇବାକୁ। ସେଥିପାଇଁ ସବସିଡ଼ି, ଟେକ୍ନିକାଲ ସପୋର୍ଟ, କମ୍ପାନୀ ଟିପ୍ଟପ୍, ତାପ ସହିତ ଗ୍ୟାରେଣ୍ଟି ପରଚେଜିଂ ମଧ୍ୟ ଏହି ଟାଇପ୍ର ଭଲ ସୁବିଧା ଦିଆଯାଉଛି। କିନ୍ତୁ ଏଠିରେ ଏକ ବଡ଼ ସତ୍ୟ ମଧ୍ୟ ଅଛି, ଯାହା ସର୍ଟ ଟର୍ମ କ୍ରପ୍ ନୁହେଁ। ଏହା ପାଇଁ ଆପଣଙ୍କୁ ଧୈର୍ଯ୍ୟ ଦରକାର। ଅନେକ ଲୋକ ଭାବନ୍ତି ଆଜି ଲଗାଇଦେବା କାଲି ଇନକମ୍ ଆସିଯିବ, କିନ୍ତୁ ସତ୍ୟ କ'ଣ? ଏହା ହେଲା ଆପଣଙ୍କର 3 ବର୍ଷରେ ଫଳ ଆସିବା ଆରମ୍ଭ ହୁଏ। 5 ବର୍ଷ ପରେ ଭଲ ପ୍ରଡ଼କ୍ସନ୍ ହୋଇଥାଏ। 7 ରୁ 8 ବର୍ଷ ଫୁଲ୍ ପ୍ରଡ଼କ୍ସନ୍ ଆପଣଙ୍କ ହୋଇଥାଏ। ଏହା ଲଙ୍ଗ୍ ଟର୍ମ ଇନଭେଷ୍ଟମେଣ୍ଟ। ଆପଣ ଭାବୁଥିବେ ସର୍ଟ ଟର୍ମରେ ଲାଭ ପାଇବେ, ତାହେଲେ ଆପଣ ପାଇଁ ଏହି ଚାଷଟା ନୁହଁ। କେଉଁ ଜମି ପାଇଁ ଏହା ଭଲ ହୁଏ? ପାମ୍ ଅଏଲ୍ ପାଇଁ ସବୁଠାରୁ ଇମ୍ପୋର୍ଟାଣ୍ଟ ହେଉଛି ପାଣି। ଯେଉଁଠି ଇରିଗେସନ୍ ଭଲ ଅଛି, ସେଇଠି ଏହି ଚାଷଟା ଭଲ ହୁଏ। ଏହା ପାଇଁ ଆପଣଙ୍କ ଗରମ ପରିବେଶ ଦରକାର। ଏତେ ଯେଉଁ ହାଇ ଟେମ୍ପରେଚର୍ ହେଉଛି, ଏହା ପାଇଁ କୌଣସି ଚାଷ ହୋଇପାରିବନି କହୁଛନ୍ତି। ଏହି ଜାଗାରେ ଏହି ପାମ୍ ଅଏଲ୍ ଚାଷଟା କରିପାରିବେ। ଗରମ ପରିବେଶ, ଭଲ ସନଲାଇଟ୍, ଇରିଗେଟେଡ୍ ଫେସିଲିଟି ଆଉ ଫର୍ଟିଲାଇଜ୍ ସଏଲ୍ଟା ଦରକାର। ଯଦି ପାଣି ନାହିଁ, ତେବେ ଏହି ଗଛରେ ଫଳ ପାଇବାଟା ବହୁତ ରିସ୍କ ବଢ଼ିଯାଏ। ଦେନ୍ ଖର୍ଚ୍ଚ କେତେ ହେବ? ଆଉ ଏଇଟା ସବୁଠୁ ଇମ୍ପୋର୍ଟାଣ୍ଟ କଥା, ଖର୍ଚ୍ଚ। ତ ପ୍ରଥମେ ଆମେ ଜାଣିବା ଏଠି କ'ଣ କ'ଣ ଆମର ଖର୍ଚ୍ଚ ରହିବ। ଖର୍ଚ୍ଚଟା ଆମର ରହିବ ପ୍ଲାଣ୍ଟ କଷ୍ଟ, ଡ୍ରିପ୍ ଇରିଗେସନ୍, ପିଟ୍ ଡ୍ରିଙ୍କିଂ, ଫର୍ଟିଲାଇଜର୍, ଲେବର। ମନେ ରଖନ୍ତୁ, ପ୍ଲାଣ୍ଟ ମଧ୍ୟ ସରକାର ତରଫରୁ ସବସିଡ଼ି ଯାହା ବି ଏଇଟା କହୁଛି, ଖର୍ଚ୍ଚରେ ସବସିଡ଼ି ମଧ୍ୟ ଅଛି। ଆଗକୁ ମୁଁ ବତେଇବି। ଭଲ ଆପଣଙ୍କ ଯଦି ଦେଖିବେ ଇନଭେଷ୍ଟମେଣ୍ଟଟା ପୁରା ମୋଟା ଇନଭେଷ୍ଟମେଣ୍ଟ ଲାଗୁଛି। ପ୍ରଥମେ 3 ବର୍ଷ ଇନକମ୍ ଏଥିରେ ଟୋଟାଲ୍ ଜିରୋ। ଏଥିପାଇଁ ଆପଣଙ୍କର ପେସେଣ୍ଟଟା ଦରକାର। କିନ୍ତୁ ଯେତେବେଳେ ଆପଣଙ୍କର ପ୍ରଡ଼କ୍ସନ୍ ଆରମ୍ଭ ହୋଇଯିବ, ବର୍ଷକୁ ବହୁତ ଭଲ ଇନକମ୍ ଆପଣଙ୍କର ଆସିପାରିବ। ଗୋଟିଏ ଆପଣଙ୍କର ମ୍ୟାଚ୍ୟୁର୍ଡ ଗଛ ବା ଯେଉଁଠି ଆପଣଙ୍କର ଅଲରେଡ଼ି ପୁରା କମ୍ପ୍ଲିଟ୍ ଗଛଟା ଯେଉଁଟାକି ପୁରା ଡେଭଲପ୍ ହୋଇଯାଇଛି, ସେମିତି ଗଛରୁ ଆପଣଙ୍କର ବହୁତ ଭଲ ଆପଣ ମିଳିଥାଏ। ତ ଦେଖିବା ମାର୍କେଟ ରେଟ୍ ଓ ପ୍ରଡ଼କ୍ସନ୍ ଭଲ ଥିଲେ ଚାଷୀମାନେ ବହୁତ ପ୍ରଫିଟ୍ ଏଥିରୁ ଲାଭ ପାଆନ୍ତି। କିନ୍ତୁ ଏଥିରେ ବି ପ୍ରୋବ୍ଲେମ୍ ଅଛି। ସବୁ ବର୍ଷ ସମାନ ଇନକମ୍ ହୁଏ ନାହିଁ। ଯଦି ଆପଣ ମେଣ୍ଟେନାନ୍ସରେ ପ୍ରୋବ୍ଲେମ୍ କଲେ, ତ ସବୁ ବର୍ଷ ସମାନ ଇନକମ୍ ଚାହୁଁଛନ୍ତି, ତାହେଲେ ମେଣ୍ଟେନାନ୍ସ ଦରକାର। ଇରିଗେସନ୍ ଆପଣଙ୍କର କଣ୍ଟିନ୍ୟୁ ରଖିବାକୁ ପଡ଼ିବ। ପାଣିର ସବୁବେଳେ ସୁବିଧା କରିବାକୁ ପଡ଼ିବ। ଯେଉଁମାନେ ସିରିୟସ୍ ଫାର୍ମିଂ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହି ଅପସନ୍ଟା ଭଲ। ବା ଆପଣଙ୍କର ଚାଷ ଜମି ଅଛି କିନ୍ତୁ ଧାନ ଚାଷ କିଛି କରୁନାହାନ୍ତି, ପଡ଼ିଆ ପଡ଼ିଛି, ତାହେଲେ ମଧ୍ୟ ସେ ଜାଗାରେ ଆପଣ କରିପାରିବେ ଯଦି ପାଣିର ସୁବିଧା ଅଛି। ତାହେଲେ ଅନେକ ଲୋକ ୟୁଟ୍ୟୁବରେ ଦେଖି ଏହା ଆପଣଙ୍କର ଇନକମ୍ ଦେଖିକି ସିଧାସଳଖ ଆପଣଙ୍କ ପ୍ଲାଣ୍ଟେସନ୍ କରିଦିଅନ୍ତି। ଏଇଟା ସବୁଠାରୁ ବଡ଼ ଭୁଲ। ଆଉ ଲୋକମାନେ ଏମିତି ହିଁ ବହୁତ ସାରେ କରୁଛନ୍ତି। କିନ୍ତୁ ଯେଉଁଠି ପାଣି ନଥାଏ, ପ୍ରପର୍ ଗାଇଡ଼େନ୍ସ ଆପଣଙ୍କ ନାହିଁ, ମେଣ୍ଟେନାନ୍ସ କରିପାରିବେ ନାହିଁ, ଲଗେଇକି ଚୁପଚାପ ରହିଯିବେ, ତାହେଲେ ଆପଣଙ୍କ ପୁରାପୁରି ଲସ୍ ପ୍ରୋଜେକ୍ଟ ଏହା। ତେଣୁ ଇନଭେଷ୍ଟମେଣ୍ଟ କରିବା ପୂର୍ବରୁ ଆପଣ ପୁରା ଭାବିଚିନ୍ତି କରିବାକୁ ପଡ଼ିବ। ତା ଆଗରୁ ନିୟର ବାଇ ଫାର୍ମରକୁ ଦେଖନ୍ତୁ, ପାଖାପାଖି କ'ଣ ଚାଷ କରୁଛି ତାକୁ ପ୍ରଥମେ ଦେଖନ୍ତୁ। ଯେଉଁ କୌଣସି ବି କମ୍ପାନୀ ତରଫରୁ ଆପଣଙ୍କ ଚାହୁଁଛନ୍ତି, ସେ କମ୍ପାନୀର ଏଗ୍ରିମେଣ୍ଟକୁ ବୁଝନ୍ତୁ। ଇରିଗେସନ୍ ରେଡ଼ି କରନ୍ତୁ। ଆପଣଙ୍କର ଡ୍ରିପ୍ ସିଷ୍ଟମ୍ ହେଲା କି ଯେଉଁଟା ପାଣିର ବ୍ୟବସ୍ଥା ରେଡ଼ି କରନ୍ତୁ।
आ प्रथम 3 वर्ष कौन हुए यही जगह आपंकर गचर फलटा फलेनि से प्रथम 3 वर्ष गच छोट थाए से आम ये जगार आपणकर इंटर क्रॉप आम कर इंटर क्रॉप माने कौन ता सहित अलग अलग गच लगे पार जमी कदली डाली जातीय है कौन से पनीपरिया हलदी आपड़ यही टाइप आपणकर इंटर क्रॉप आप करेंगे ये कौन हो एक्स्ट्रा इनकमटा आपणकर आसब तादे आपन जो पाम ऑयल एक बड़ एडवांटेज होची अनेक कंपनी चाषी ठारू डायरेक्ट फ्रूट्स कलेक्ट करनियंती एथिरे मार्केटिंग टेंशन कम थाए आपन रिटायरमेंट होइछंती एबे कोन करि भाउछंती ताहेले आपन पई एही पाम ऑयलटा बहुत बेस्ट हेबो किंतु मन रखंतु कंपनी सहित जेले आपन मिसुछंती तांगर एग्रीमेंट करबा आगु सबु टर्म को कंडीशन को भल भाबरे पढ़ंतु जेमिति पर आपनकर असुविधा न हुए किए ये चाष करवा उचित नुह किए मैंने चाष कले लस रे पड़े जदि आपण पाखरे इरिगेशन ना पानी व्यवस्था ना सर्ट टर्म रे इनकम दरकार ताहले दरकार ना आपण पेसेंस ना ताहले मध्य यही चाष करने नुह तेबे ऑयल पाम ऑयलटा आपण पई ठीक हेबो नाही या लॉन्ग टर्म पई बहुत भल फ्यूचर अपॉर्चुनिटी कौन अच्छी यह आपणकर मॉडर्न फार्मिंग हिसाब रे एवं आम गवर्नमेंट बहुत प्रायोरिटी दिखाऊँगी यही पाम ऑयल को कहीं आम बाहर देश आम ऑयलटा परचेज करुचु एबे भी शुणी थे मोदी जी कही ये जगह कि तेल खाइबा कम कर कहीं बाहर किणी आनुचु तो तापाई केमिति आम देश में अधिकार अधिका तेल फार्मिंग हेबो ताकू या पाखे आपणकर पाम ऑयल फ्यूचर पूरा पूरी ब्राइट अच्छी एबे भविष्य में आपणकर ऑयल डिमांड आउ बढ़िबो एथिपाई पाम ऑयल रो फ्यूचर तो बहुत स्ट्रांग बोली कहा जाउछि किंतु स्मार्ट फार्मर सी जी प्लानिंग करके इन्वेस्टमेंट करे डायरेक्ट आपण देई पड़िबे एई जाय लॉस हे जिवो ऑयल पाम चाष के ही काहाकू धनी मध्य करुछि आ जदि प्लानिंग करिवे नाही तन एही जगह आपण एई जगह पूरा पूरी लॉस हे जिवे तेणु इमोशनल होई नुह सब हिसाब बुझी डिसीजन नियंतु जदि वीडियोटा भल लगे लाइक करंतु आपणकर मत कौन कमेंट रे जणांतु एवं जो चाषी भाई मानक एटा दरकार थाइबो लागुछि आपनको तांको शेयर करंतु आउ आम चैनल को जदि सब्सक्राइब करछंती ताहले तो बहुत धन्यवाद आ जदि करि नाहंती देरी करंतुनी एबे ही सब्सक्राइब करिकि पाख बेल आइकन रे ऑल रे क्लिक करंतु आपनको मु एही परी आउ नुआ नुआ वीडियो नेकी आसीबी आज आपण पाखरु विदाय नउछि आउ गोटे नुआ और सुंदर वीडियो देखा करबा नमस्कार।